এই নন্দীঘোষ রথরে ভগবান জগন্নাথ স্বামী বিরাজমান করিছন্তি। ଆପଣ ଦେଖିବେ ଯେ ଯେତେବେଳେ এই ତାଳଧ୍ୱଜର ବର୍ଣ୍ଣନା ହେଉଛି, ତହିଁ ପାଶରେ ସ୍ୟନ୍ଦନ ତାଳଧ୍ୱଜ ଅଭିରାମ ସବୁ ରୂପେ ଅପଘନ ସେହି ସମାନ କେବଳ ତହିଁ ଏତେକ ବିସ୍ତୀର୍ଣ୍ଣ ଉତ୍ତରୁ ଏକ କର ଆଉ ବେନି ଚକ ମାତ୍ର ନିଉନ। ଏ ସବୁଥିରେ ସମାନ, ଖାଲି ଯୋଡ଼ିଏ ଚକ ଉଣା ଅଛି। ମସ୍ତକରେ ଚନ୍ଦ୍ରମା ଦାନି ଘୋଡ଼ ହରିତ ଏତେକ ଅମ୍ବର ଘେନି। ଦେଖନ୍ତୁ ଦେଖନ୍ତୁ ଭକ୍ତମାନଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ରଥ ରଜକୁ ଭିଡ଼ିବା ପାଇଁ, ଟାଣି ନେବା ପାଇଁ ଯେଉଁ ସିଧା ଦଣ୍ଡି ଏବଂ ମୋଡ଼ ଦଣ୍ଡି ଯେଉଁ ରଥର ଏଇ ଯେଉଁ ରଥ ରଜୁର ଯେଉଁ ପ୍ରସ୍ତୁତି ପର୍ବ ଶ୍ରୀମନ୍ଦିର ପ୍ରଶାସନ କରିଥିଲେ, ସେହି ପ୍ରସ୍ତୁତି ପର୍ବ ଭିତରେ ଆପଣ ଦେଖିବେ ବର୍ତ୍ତମାନ ଭକ୍ତମାନେ ଉନ୍ମନା ହେଲେଣି। ସେମାନଙ୍କର ମନ କେଉଁ ଏକ ଭିନ୍ନ ଜଗତକୁ ଚାଲି ଯାଇଛି। ସେମାନେ ଚିନ୍ତା କରୁଛନ୍ତି ଯେ ଆମେ କେମିତି ଏ ରଥ ଦୌଡ଼ିକୁ ଟିକେ ସ୍ପର୍ଶ କରିଦେବୁ, କାରଣ ରଥ ଗଡ଼ିବା ଆରମ୍ଭ ହେଲା ପୂର୍ବରୁ ରଥ ତ ପାଲଟି ଯାଇଥିଲା ଦେବତା, ରଥରେ ବସିଥିଲେ ଜଗତର ଶ୍ରେଷ୍ଠ ଦେବତା। ରଥକୁ ସ୍ପର୍ଶ କରୁଥିବା ପ୍ରତିଟି ବସ୍ତୁ ଦେବତା ତୁଲ୍ୟ। ତେଣୁ ରଥ ଟାଣିବା ପାଇଁ ଅହେତୁକ ଉତ୍କଣ୍ଠା, ରଥ ଦୌଡ଼ି ଟିକେ ଛୁଇଁବା ପାଇଁ, ମୁଣ୍ଡରେ ଲଗେଇବା ପାଇଁ, ଟିକିଏ ଯଦି ଅଂଶ ମିଳିଯାଏ ତାକୁ ସାଙ୍ଗରେ ନେଇ ଘରେ ସାଇତି ରଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କର ବିଶ୍ୱାସ ଏବଂ ଭକ୍ତିର ସ୍ପର୍ଶରେ ଇଏ ଦୌଡ଼ି ବି ପବିତ୍ର ଦେବତୁଲ୍ୟ ହୋଇଯାଇଛି। ରାଜ୍ୟ ସରକାରଙ୍କର କତା ନିଗମ ଏହାକୁ ଯୋଗାଇ ଦେଉଛନ୍ତି ଏବଂ 14ଟି ରଥଟଣା ଦୌଡ଼ି ସଂଯୋଜିତ ହୋଇଛି। ପ୍ରତି ରଥରେ 12ଟି ଘେରା ଦୌଡ଼ି ସଂଯୋଜିତ ହୋଇଛି। ଏ ଯେଉଁ ଟଣା ଦୌଡ଼ି ଏବଂ ଘେର ଦୌଡ଼ି, ସୁଶାନ୍ତ ବାବୁ ତ ନିଶ୍ଚୟ ଆଗକୁ ପ୍ରଶ୍ନ ପଚାରିବେ, ମୁଁ ଆଗରୁ ତାର ଉତ୍ତର ଦେଇଦେଉଛି। ଏ ରଥଟଣା ଦୌଡ଼ି ୟାର ଗୋଲେଇଟା ହେଉଛି 8 ଇଞ୍ଚ, ଲମ୍ବଟା ହେଉଛି 220 ଫୁଟ ଏବଂ ଯେଉଁ ରଥଟଣା ଘେର ଦୌଡ଼ି ତାର ଗୋଲେଇଟା ହେଉଛି 3 ଇଞ୍ଚ, ତାର ଲମ୍ବ ହେଉଛି 400 ଫୁଟ। এই ଯେଉଁ ଦୌଡ଼ି ଆପଣ ଦେଖିବେ ଯେ ଆଜି ଆପଣ ଦେଖନ୍ତୁ, ଶାସ୍ତ୍ର କହିଲେ ମହାପ୍ରଭୁ ଆପଣ ସମସ୍ତଙ୍କୁ ଦୌଡ଼ିରେ ଝିଙ୍କୁଛନ୍ତି। 3ଟା ଦୌଡ଼ି ଆପଣ ପ୍ରତ୍ୟେକ ଜୀବ ଦେହରେ ଖଞ୍ଜି ଦେଇଛନ୍ତି, ଲଗେଇ ଦେଇଛନ୍ତି। 3ଟା ଦୌଡ଼ି କ'ଣ? ତ୍ରିଗୁଣ ରଜୁ କରେ ଧରି ମୃଗୀ ନଚାଏ ନର ହରି। ତ୍ରିଗୁଣର ରଜୁ ସତ୍ଵ, ରଜ ଏବଂ ତମ। ସତ୍ଵ ରଜସ୍ତମ ଇତି ଗୁଣାଃ ପ୍ରକୃତି ସମ୍ଭବାଃ ନିବଧ୍ନତି ମହାବାହୋ ଦେହେ ଦେହିନମ୍ ଅବ୍ୟୟମ୍। ତେଣୁ ଏ ଯେଉଁ ସତ୍ଵ, ରଜ ଏବଂ ତମର ଦୌଡ଼ି ସଂଯୋଜିତ କରି ଭଗବାନ ଆମକୁ ସବୁବେଳେ ଝିଙ୍କନ୍ତି। କିନ୍ତୁ ଆପଣ ଦେଖନ୍ତୁ ଆଜି ଭକ୍ତମାନେ କହୁଛନ୍ତି ମହାପ୍ରଭୁ ଆମେ ଆପଣଙ୍କୁ ଟାଣିମୁ। ଇଏ ହେଉଛି ବିଚିତ୍ର ଏ ଦୃଶ୍ୟ। ଆପଣମାନେ ଦେଖନ୍ତୁ ଅଶ୍ୱମାନେ ସଂଯୋଜିତ ହେଇକି ରହିଛନ୍ତି ଏବଂ ସେଠି ଯେଉଁ ଅଶ୍ୱମାନେ ସଂଯୋଜିତ ହେଇକି ରହିଛନ୍ତି